ଆମ ଦୋକାନରେ କାମ କରୁଥିବା କଟିଆ ଭାଇ ଆଜି ଏତେ ଖୁସି ଜଣା ପଡୁଥିଲେ କାହିଁକି? ତ ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଆପଣଙ୍କର ହାତୀ ଭାଇ ଆପଣଙ୍କୁ ସ୍ୱାଗତ ଜଣାଉଛି ଆଉ ଏକ ନୂଆ ଭିଡିଓକୁ। ଆଜି ସକାଳୁ ଉଠି ଜଲ୍ଦି ଗାଧେଇ ପାଧେଇ ରେଡି ହେଇ ମୁଁ ବାହାରି ଗଲି ଆମ ଦୋକାନ ନୀଳଗିରିକୁ। ଏଠି ଆସି ଦେଖେ ତ ଆମ ଦୋକାନରେ କାମ କରୁଥିବା କଟିଆ ଭାଇ ଦୀର୍ଘ ଗୋଟେ ସପ୍ତାହ ପରେ ଆସିଥିଲେ ଦୋକାନକୁ, କାହିଁକି ନା ସେ ଯାଇଥିଲେ ଗ୍ୟାଙ୍ଗଟକ୍ ବୁଲିବା ପାଇଁ। ସେଠୁ ଫେରିବା ପରେ ସେ ତାଙ୍କ ଫ୍ୟାମିଲି ପାଇଁ ନେଇକି ଆସିଥିଲେ ବିଭିନ୍ନ ପ୍ରକାରର ଗିଫ୍ଟ, ଆଉ ସେ ଗିଫ୍ଟ ଗୁଡାକୁ ସେ ଗୋଟେ ଗୋଟେ କରି ଖୋଲିକି ଦେଖଉଥିଲେ ଆଉ ବହୁତ ଖୁସି ହଉଥିଲେ ମଧ୍ୟ। ସେ ଗିଫ୍ଟ ଦେଖେଇ ସାରିବା ପରେ ଦିପର ଜଣେ କଷ୍ଟମର ଆସିଥିଲେ Oppo F31 ମୋବାଇଲ ଫାଇନାନ୍ସ ରେ ନବା ପାଇଁ। ଦିପର ପରଠାରୁ ଆଜି ଦୋକାନ ଟିକେ ଭିଡ ହଉଥିଲା, ସେଇଥିପାଇଁ ମୁଁ ଆଜି ଠିକ ସେ ଭିଡିଓ ବି କରିପାରିଲି ନାହିଁ। ଯେତେବେଳେ ସନ୍ଧ୍ୟା ହେଲା ଜଣେ ହଜବେଣ୍ଡ ଆଉ ୱାଇଫ ଆସିଥିଲେ ତାଙ୍କ ନିଜ ପାଇଁ ଗୋଟେ ଭିଭୋର Y31 ମୋବାଇଲ ଫାଇନାନ୍ସ ରେ ନବା ପାଇଁ। ତାଙ୍କ ମୋବାଇଲଟା ଫାଇନାନ୍ସ କରିଦେଇ ସାରିବା ପରେ ଯେତେବେଳେ ଦେଖିଲି ଯେ ଆଉ କେହି କଷ୍ଟମର ଆସୁନାହାନ୍ତି, ଆମେ ଯାଇଥିଲୁ ନୀଳଗିରି ମାର୍କେଟ ଟିଫିନ ଆଣିବା ପାଇଁ। ଆଜି ଟିଫିନରେ କେବଳ ପକୁଡି ହିଁ ଆସିଥିଲା, କାହିଁକି ନା ମୁଁ ଗଲା ବେଳକୁ କେବଳ ପକୁଡି ହିଁ ଛଣା ହଉଥିଲା। ଆଜି ପକୁଡି ଖାଇବା ପାଇଁ ବହୁତ ମଜା ଲାଗୁଥିଲା, କାହିଁକି ନା ଦୀର୍ଘ ଗୋଟେ ସପ୍ତାହ ପରେ ଆମ ଦୋକାନ ଭାଇ ମାନେ ବୁଲି ବୁଲାକି ଆସିଥିଲେ ଦୋକାନକୁ। ପକୁଡି ଖାଇସାରିବା ପରେ ମୁଁ ଯେତେବେଳେ ଦେଖିଲି ପ୍ରାୟତଃ କେହି କଷ୍ଟମର ଆସୁନାହାନ୍ତି, ମୁଁ ପଳେଇ ଆସିଥିଲି ଆମ ଘରକୁ। ଆଜିକା ଭିଡିଓଟି ଆପଣମାନଙ୍କୁ କେମିତି ଲାଗୁଛି କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣେଇବେ। ରହିଲି, ଜୟ ଜଗନ୍ନାଥ।